ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମହାବିଦ୍ୟାଳୟରେ ଆଜି ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ଯୁବ ରେଡ୍ କ୍ରସ୍ ଏବଂ ରେଡ୍ ରିବନ୍ କ୍ଲବ ତରଫରୁ ସ୍ୱେଚ୍ଛାସେବୀମାନେ ଏକ ସଚେତନତା ଶୋଭାଯାତ୍ରା କୁଚିଣ୍ଡା ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରା ପୂର୍ବରୁ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ସୁଚିତ୍ରା ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଏଡ୍ସ ଭଳି ଦୁରାରୋଗ୍ୟ ବ୍ୟାଧିରୁ ଦୂରେଇ ରହିବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ। ଏହି ରୋଗ ବିଷୟରେ ସଠିକ୍ ମାର୍ଗଦର୍ଶନ ଅନୁସରଣର ଆବଶ୍ୟକତା ରହିଛି ବୋଲି ଉଦ୍ବୋଧନ ଦେଇଥିଲେ। ଯୁବ ରେଡ୍ କ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ଦିବ୍ୟ ନାଗ ରେଡ୍ ରିବନ୍ କ୍ଲବ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିବା ବେଳେ ଅଧ୍ୟାପକ ଭିକାରୀ ଓରାମ ଶୃଙ୍ଖଳିତ ଜୀବନ ହିଁ ଏକମାତ୍ର ବିକଳ୍ପ ବୋଲି ମତ ରଖିଥିଲେ। ପଦାର୍ଥ ବିଜ୍ଞାନ ଅଧ୍ୟାପିକା ମଞ୍ଜୁଶ୍ରୀ ଦାସ ରୋଗୀକୁ ନୁହେଁ ରୋଗରୁ ଦୂରରେ ରହିବା ଆବଶ୍ୟକ ବୋଲି କହିଥିଲେ। ଏହାପରେ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଯାଇ ସହରର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ରେଡ୍ ରିବନ୍ ଦେବା ସହିତ ରୋଗର ଭୟାବହତା ବିଷୟରେ ବୁଝାଇଥିଲେ। ଏହି ଦିବସ ଉପଲକ୍ଷେ ଗତକାଲି ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା ହୋଇଥିଲା।